ବନ୍ଧୁଗଣ, ଆଜି ଆମେ ଜାଣିବା ରାବଣଙ୍କ 10 ମୁଖର ରହସ୍ୟ ବିଷୟରେ। ତା ପୂର୍ବରୁ ଆମ ଚ୍ୟାନେଲକୁ ଯିଏ ନୂଆ କରି ଆସିଛନ୍ତି, ତଳେ ଥିବା ଲାଲ ରଙ୍ଗର ସବସ୍କ୍ରାଇବ୍ ବଟନକୁ ଦବାଇ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଓ ପାଖରେ ଥିବା ଘଣ୍ଟି ବଟନକୁ ଦବାଇ ଅଲରେ ସିଲେକ୍ଟ କରନ୍ତୁ, କାହିଁକି ନା ଆମେ ଅପଲୋଡ କରିଥିବା ପ୍ରତ୍ୟେକ ଭିଡ଼ିଓର ନୋଟିଫିକେସନ ଆପଣ ସର୍ବପ୍ରଥମେ ପାଇପାରିବେ। ତ ବନ୍ଧୁଗଣ, ଚାଲନ୍ତୁ ଜାଣିବା ରାବଣର 10 ମୁଖର ରହସ୍ୟ ବିଷୟରେ। ହିନ୍ଦୁ ପୁରାଣର ଅସଂଖ୍ୟ କିମ୍ବଦନ୍ତୀ ମଧ୍ୟରେ ରାବଣର ପ୍ରତିମୂର୍ତ୍ତି ତାଙ୍କର 10 ମୁଣ୍ଡ ପ୍ରତ୍ୟେକ ଦିଗକୁ ଚାହିଁ ରହିଥାଏ। ଏହା ଅନ୍ୟତମ ପ୍ରତୀକ ଅଟେ। କିନ୍ତୁ ଏହି 10ଟି ମୁଣ୍ଡ ପଛରେ ଗଭୀର ଅର୍ଥ କଣ ଅଟେ, ସେଗୁଡ଼ିକ ଆକ୍ଷରିକ, ସାହିତ୍ୟିକ କିମ୍ବା ସାଙ୍କେତିକ ଅଟେ? ଚାଲନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ରାମାୟଣରେ ରାବଣକୁ ଜଣେ ଶକ୍ତିଶାଳୀ କିନ୍ତୁ ତ୍ରୁଟିପୂର୍ଣ୍ଣ ରାଜା, ଲଙ୍କାର ଶାସକ ଏବଂ ଭଗବାନ ଶିବଙ୍କର ଜଣେ ଭକ୍ତ ଭାବରେ ଚିତ୍ରଣ କରାଯାଇଅଛି। ରାବଣର 10ଟି ମୁଣ୍ଡ କେବଳ ତାଙ୍କ ଶାରୀରିକ ଶକ୍ତିର ପ୍ରତିଫଳନ ନୁହେଁ, ବରଂ ସାଙ୍କେତିକ ଅର୍ଥ ବହନ କରିଥାଏ। ଗୋଟିଏ ବ୍ୟାଖ୍ୟା ସୂଚିତ କରେ ଯେ 10ଟି ମୁଣ୍ଡ 6 ଶାସ୍ତ୍ରୀ ଏବଂ 4 ବେଦ ଉପରେ ରାବଣର ଦକ୍ଷତାକୁ ପ୍ରତିପାଦିତ କରେ, ଯାହା ତାଙ୍କର ଅଦ୍ୱିତୀୟ ଜ୍ଞାନକୁ ଆଲୋକିତ କରିଥିଲା। ଏହା ତାଙ୍କୁ ତାଙ୍କ ଯୁଗର ଜଣେ ଶିକ୍ଷିତ ବ୍ୟକ୍ତି ଭାବରେ ପରିଣତ କରିଥିଲା। ଅସ୍ତ୍ରଶସ୍ତ୍ର, ସଙ୍ଗୀତ ଏବଂ ଆଧ୍ୟାତ୍ମିକ ବିଜ୍ଞାନର ଗୁରୁ ଥିଲେ। ଏପରିକି ଶିବ ତାଣ୍ଡବ ଭଳି ଭଜନ ରଚନା କରି ରାବଣଙ୍କୁ ବହୁତ ସମ୍ମାନିତ କରାଯାଇଅଛି, ଯାହା ତାଙ୍କର ଭକ୍ତି ଏବଂ ବୁଦ୍ଧିର ପ୍ରମାଣ ଅଟେ। ତଥାପି ଅନ୍ୟ ଏକ ବ୍ୟାଖ୍ୟା ଏହି 10ଟି ମୁଣ୍ଡକୁ ମନୁଷ୍ୟର ମନ୍ଦ ବା ଭାବର ପ୍ରତୀକ ଭାବରେ ଲୋଭ କରେ। ଲୋଭ, କ୍ରୋଧ, ଭ୍ରାନ୍ତି, ଗର୍ବ, ଈର୍ଷା, ମନ, ବୁଦ୍ଧି, ଇଚ୍ଛା ଏବଂ ଇଗୋ। ଏହି 10ଟି ହେଉଛି ରାବଣର 10ଟି ମୁଣ୍ଡର ରହସ୍ୟର ନାମ ଅଟେ। ରାବଣର 10 ମୁଣ୍ଡ ଆମକୁ ମାନବ ପ୍ରକୃତିର ଦ୍ୱୈତକୁ ମନେ ପକାଇଥାଏ। ସେ ଜଣେ ମହାନ ଜ୍ଞାନ ଏବଂ ଶକ୍ତି ବିଶିଷ୍ଟ ବ୍ୟକ୍ତି ଥିଲେ। ତାଙ୍କର ଗର୍ବ ଏବଂ ଯାଞ୍ଚ ହୋଇନଥିବା ଇଚ୍ଛା ଲଙ୍କାକୁ ଧ୍ୱଂସ କରିଦେଇଥିଲା ଏବଂ ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା। ରାବଣର କାହାଣୀ ସନ୍ତୁଳନ ଏକ ଶିକ୍ଷା ଅଟେ। ଜ୍ଞାନ ବିନା ଜ୍ଞାନ ଏବଂ ନମ୍ରତା ବିନା ଶକ୍ତି ନଷ୍ଟ ହୋଇପାରେ। 10ଟି ମୁଣ୍ଡ କେବଳ ତାଙ୍କ ଶକ୍ତିର ସ୍ମାରକ ନୁହେଁ, ବରଂ ଅହଙ୍କାର ଏବଂ ଅତ୍ୟଧିକ ବିପଦ ବିଷୟରେ ବର୍ଣ୍ଣନା କରିଥାଏ। ତ ବନ୍ଧୁଗଣ, ଏହା ଥିଲା ରାବଣର 10ଟି ମୁଖର ରହସ୍ୟ ବିଷୟରେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ଭିଡ଼ିଓଟିକୁ ଆପଣମାନେ ଲାଇକ୍, ସେୟାର ଏବଂ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ଏବଂ ଓଡ଼ିଆ ମାଇଥୋଲୋଜି ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି। ଜୟ ଜଗନ୍ନାଥ।